ବର୍ତ୍ତମାନ ଦେଖନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇକି ବହୁତ ବଡ଼ ଗୋଟେ ଖୁସିର ଖବର ଆସିଯାଇଛି। ଆପଣଙ୍କ ପଞ୍ଚାୟତରେ କେତେ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ପାଇବା ପାଇଁ ଆବେଦନ କରିଥିଲେ ଏବଂ କେତେ ଲୋକଙ୍କର ଯାହାକି ବର୍ତ୍ତମାନ ସୁଦ୍ଧା ଆପ୍ରୁଭ୍ ହୋଇଛି, ଅର୍ଥାତ୍ ସରକାରଙ୍କ ତରଫରୁ ପ୍ରଥମ ଫେଜ୍ର ୱାର୍କ ଅର୍ଡରଟି ଆସିବ ବୋଲି ଯେଉଁ କୁହାଯାଇଛି, ସେହି ପ୍ରଥମ ଫେଜ୍ରେ କେତେ ଲୋକ ଯାହାକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୱାର୍କ ଅର୍ଡର ପାଇପାରିବେ। କହିବାକୁ ଗଲେ ସରକାରଙ୍କ ତରଫରୁ କେତେ ହିତାଧିକାରୀଙ୍କୁ ପ୍ରଥମ ଫେଜ୍ରେ ୱାର୍କ ଅର୍ଡର ମିଳିବ, ତାଙ୍କରି ଲିଷ୍ଟ ଯାହାକି ବର୍ତ୍ତମାନ ଆସିଯାଇଛି। ଆପଣମାନେ ସେହି ଲିଷ୍ଟକୁ କେମିତି ଚେକ୍ କରିପାରିବେ? ତ ଦେଖନ୍ତୁ, ଚେକ୍ କରିବା ପାଇଁ ଆପଣଙ୍କର ଏଇ ଯେଉଁ ପ୍ରୋସେସ୍ ରହିଛି, ଆପଣମାନେ ଯାହାକି ନିଜେ ଘରେ ବସିକି ଆପଣଙ୍କ ମୋବାଇଲ ମାଧ୍ୟମରେ ଏହି ସବୁ ଯାହାକି ଅତି ସହଜରେ ଆପଣଙ୍କ ମୋବାଇଲରେ ଚେକ୍ କରିପାରିବେ। ତେବେ କେମିତି ଚେକ୍ କରିପାରିବେ? ଚେକ୍ କରିବା ପାଇଁ କ'ଣ ପ୍ରୋସେସ୍ ରହିଛି ଆପଣଙ୍କୁ ମୁଁ ଏହି ଭିଡ଼ିଓ ମାଧ୍ୟମରେ ପୁରା ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇଦେବି, ଯାହାକି ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଲା ପରେ ସେ ନେଇ ପୁରା ଇନଫର୍ମେସନଟି ଜାଣିପାରିବେ। ସେଥିପାଇଁ ଭିଡ଼ିଓଟିକୁ ବିନା ସ୍କିପ୍ କରିକି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲଟିକୁ ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପ୍ରଥମେ ଦେଖନ୍ତୁ, ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଆଉ କମ୍ ଦିନ ଭିତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୱାର୍କ ଅର୍ଡରଟି ଆସିଯିବ, ଅର୍ଥାତ୍ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯେଉଁ ୱାର୍କ ଅର୍ଡର ରହିଛି ସେ ୱାର୍କ ଅର୍ଡରଟି ପ୍ରଦାନ କରାଯିବ। ଦେଖନ୍ତୁ, ପୂର୍ବରୁ ମଧ୍ୟ ମାନ୍ୟବର ମନ୍ତ୍ରୀ ଯାହାକି ସୂଚନା ଦେଇଛନ୍ତି ଯେ ଜାନୁଆରୀ ମାସରେ ଆପଣମାନଙ୍କୁ ୱାର୍କ ଅର୍ଡରଟି ମିଳିବାର ଥିଲା, କିନ୍ତୁ ସରକାରଙ୍କ ତରଫରୁ ଜାନୁଆରୀ ମାସରେ ୱାର୍କ ଅର୍ଡରଟି ଦେଲେ ନାହିଁ ସରକାର। ଏବେ ଯାହାକି ଆପଣଙ୍କର ଆଶା କରାଯାଉଛି ଯେ ଏଇ ଫେବୃଆରୀ ମାସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀମାନେ ଯାହାକି ଘର ପାଇପାରିବେ। ତେବେ ଦେଖନ୍ତୁ, ସରକାରଙ୍କ ତରଫରୁ ପ୍ରଥମ ଫେଜ୍ରେ ଆପଣଙ୍କର 10 ଲକ୍ଷ ହିତାଧିକାରୀଙ୍କୁ ଘର ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ଯାହାକି ରବି ନାରାୟଣ ନାୟକ ଏନେଇ ଯାହାକି ସୂଚନା ଦେଇଛନ୍ତି। ତେବେ ଦେଖନ୍ତୁ, 34 ଲକ୍ଷ ହିତାଧିକାରୀଙ୍କର ଯେଉଁ ଲିଷ୍ଟ ପଠାଯାଇଛି, ତାଙ୍କ ଭିତରୁ 10 ଲକ୍ଷ ହିତାଧିକାରୀ ଯାହାକି ୱାର୍କ ଅର୍ଡର ପାଇବେ ବୋଲି। ତେବେ ଦେଖନ୍ତୁ, ଏଇ ଯେଉଁ 10 ଲକ୍ଷ ହିତାଧିକାରୀଙ୍କୁ ୱାର୍କ ଅର୍ଡରଟି ଦିଆଯିବ, ଯେଉଁମାନେ ଆପଣଙ୍କର ପ୍ରଥମ ଫେଜ୍ରେ ଘର ପାଇବେ, ତାଙ୍କରି ଲିଷ୍ଟ ବର୍ତ୍ତମାନ ଯାହାକି ଆସିଯାଇଛି। ପ୍ରଥମ ଫେଜ୍ରେ ଘର ପାଇବେ ତାଙ୍କରି ଲିଷ୍ଟ ବର୍ତ୍ତମାନ ଯାହାକି ଆସିଯାଇଛି। ଆପଣମାନେ ଯାହାକି ସେହି ଲିଷ୍ଟକୁ ଚେକ୍ କରିପାରିବେ, କଲା ପରେ ଜାଣିପାରିବେ ଯେ ଆପଣଙ୍କ ପଞ୍ଚାୟତରେ କେତେ ହିତାଧିକାରୀଙ୍କୁ ଆପଣଙ୍କର ପ୍ରଥମ ଫେଜ୍ରେ ଘରଟି ଦିଆଯିବ। ତେବେ ଦେଖନ୍ତୁ, ଆପଣମାନେ ଏହିସବୁ କେମିତି ଚେକ୍ କରିପାରିବେ? ଆପଣମାନଙ୍କୁ ଜାଣିବା ପାଇଁ ପଡ଼ିବ ଯେ ଆପଣଙ୍କ ପଞ୍ଚାୟତରେ କେତେ ହିତାଧିକାରୀ ଯାହାକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ପାଇବା ପାଇଁ ଆବେଦନ କରିଥିଲେ। ସେହି ସବୁ ଆପଣଙ୍କର ଲିଷ୍ଟକୁ ଜାଣିଲା ପରେ ଆପଣ ଯାହାକି ନେକ୍ସଟ ଜାଣିପାରିବେ। ତେବେ ହିତାଧିକାରୀଙ୍କର ଆପଣଙ୍କର ଯେଉଁ ଘର ରହିଛି ସେହି ଘରଟି ଆପ୍ରୁଭ୍ ହୋଇଛି। ଦେଖନ୍ତୁ, ପ୍ରଥମେ ଆପଣ କ'ଣ କରିବେ, ଏ ଲିଷ୍ଟକୁ ଚେକ୍ କରିବା ପରେ ହେଲେ ଆପଣଙ୍କର ମୋବାଇଲରେ ନା ପ୍ରଥମେ ଆପଣଙ୍କର PMAYG ଡ୍ୟାଶବୋର୍ଡ ଏହାକୁ ଲେଖିକି ସର୍ଚ୍ଚ କରିଦେବେ। ତ ଚାଲନ୍ତୁ PMAYG ଡ୍ୟାଶବୋର୍ଡକୁ ଯିବା। ତ ଏଠି ଆପଣ ଦୁଇଟି ପେଜ୍ ଆପଣ ଦେଖିପାରୁଥିବେ। ପ୍ରଥମ ପେଜ୍ ଉପରେ ନ କ୍ଲିକ୍ କରିକି ସେକେଣ୍ଡ ପେଜ୍ ଉପରେ ମୁଁ କ୍ଲିକ୍ କରିଦେଲି। ତ କ୍ଲିକ୍ କରିସାରିଲା ପରେ ଦେଖନ୍ତୁ, ନୂଆ ଡ୍ୟାଶବୋର୍ଡଟି ଖୋଲିକି ଆସିଲା। ଯେଉଁ ଏପଟର ଲେଖା ହେଇଛି ମୁଁ ଆପଣଙ୍କୁ ଟିକେ ଜୁମ୍ କରିକି ଦେଖାଇ ଦେଉଛି। ସର୍ଭେ ଓଭରଭ୍ୟୁ ଟୋଟାଲ ସେଲ୍ଫ ଆଣ୍ଡ ଆସୋସିଏଟ୍ ସର୍ଭେ। ତ ତାହାରି ଉପରେ ଆମେ କ୍ଲିକ୍ କରିଦେବା। ତ ଦେଖିପାରୁଥିବେ ମୁଁ କ୍ଲିକ୍ କରିନେଇଛି। ଆଉ ଗୋଟେ ନୂଆ ପେଜ୍ ଗୋଟେ ଓପନ୍ ହେଇକି ଆସିଲା। এইভাবে আপনার ডেস্কবোর্ড মধ্যে খুলিকি আসব আপনার ফোনে আপনার যেতবে চেক করবে। তো কেমিতি আপনার এরিয়ার দেখিপারে না, এটি আপনার স্টেট লেখাই দেখিপারে। অল উপরে ক্লিক ন করিকি আপনার স্টেট যা থিব আপনার এটি ক্লিক করদেবে। তো দেখুন মু এটি গোটে ওড়িশা সিলেক্ট করনেলি। তো যেতবে ওড়িশা সিলেক্ট করনেলি তো তারপরে ডিস্ট্রিক্ট আপনার ডিস্ট্রিক্ট ওয়াইজ আপনার সিলেক্ট করনেবে। তো দেখুন মু ডিস্ট্রিক্ট ওয়াইজ সিলেক্ট করনেলি। তারপরে ব্লক आपणकर जहाँ भी ब्लॉक थी तो ब्लॉक नहीं जिबे। ब्लॉक नहीं सारा पर कौन करेंगे आपणकर पंचायत। तो पंचायतटा को आपण मैंने नहीं पारे। तो देखिपे मुझे तौक जो स्क्रॉल कली पंचायत ऑप्शन आसीगला। पंचायत उपर मुझे क्लिक करदेली तो ये आपण मैंने भल भाव देखिपे
तो टोटल लिस्ट पलि आसला। तो ये देखिपे तो आपणकर स्टेट है ओडिशा। तापर टोटाल सर्वे होची 893 ये पंचायत रे। टोटाल ये पंचायत जी सर्वे करचंती केते लोक बा केते हिताधिकारी ना 893 हिताधिकारी। सेल्फ सर्वे माने निज तरफ को माने सेल्फ माने सर्वे करचंती केते जण ना आपणकर रोची 8 जण। आउ एसोसिएट सर्वे केते जण करचंती ना 885 जण। तो टोटाल उपरे एई माने एतिकी आपणकर सेल्फ सर्वे एतिकी एसोसिएट सर्वे एतिकी तापरे तो टोटाल सर्वे आपणकर रोची केते ना 893। एई भले आपण माने चेक कर परिबे आपण अंचल आपणकर हेची कि नै मध्य एठी आपण चेक करके जानिला परे तापर जे कि आपणकर वर्क ऑर्डर टी आसीबो कि नहीं प्रथम फेज रे आपण माने जानि परिबे। तो आपन जदि इनफॉरमेशन टी भल लागिथिबो लाइक करे सहित चैनल को सब्सक्राइब कर देबे साथ साथी मन को बड़ा पर शेयर कर देबे। देखाबो आ एक नुवा वीडियो रे। तो नमस्कार, जय जगन्नाथ।